ପରାଜିତ ହୋଇଯିବାର ଭୟ କେବେ ବି ନିଜ ମନରେ ରଖନ୍ତୁ ନାହିଁ, କାରଣ ପରାଜୟ ହେଉଛି ଏପରି ଏକ ଶବ୍ଦ ଯାହାର ଅସ୍ତିତ୍ୱ ହିଁ ନାହିଁ। ସଙ୍କଟ ସମୟରେ ସବୁବେଳେ ଧୈର୍ଯ୍ୟ ରଖିବାର ଅର୍ଥ ହେଉଛି ଅଧା ସମସ୍ୟାର ସମାଧାନକୁ ଆମେ ପାଇଯିବା। ସେଥିପାଇଁ ସବୁବେଳେ ଝଗଡ଼ା କରିବା ଉଚିତ ନୁହେଁ, ବରଂ ଧୈର୍ଯ୍ୟ ରଖି ସମୟକୁ ହିଁ ଅପେକ୍ଷା କରି ରହିବା, କାରଣ ଆମେ ଉତ୍ତର ନଦେଲେ ମଧ୍ୟ ସମୟ ଦିନେ ନା ଦିନେ ନିଶ୍ଚୟ ଦେଇଦେବ। ଚିନ୍ତାରେ କେବଳ ସମସ୍ୟା ସୃଷ୍ଟି ହୋଇପାରେ, କିନ୍ତୁ ତାକୁ ସମାଧାନ କରିବାକୁ ହେଲେ ନିଜ ମୁହଁରେ ହସ ରଖିବାକୁ ପଡ଼ିଥାଏ। ଏହି ଦୁନିଆରେ ଗରିବର ସଂଖ୍ୟା କେବଳ ସମ୍ପର୍କ ଦ୍ୱାରା ମପାଯାଏ ନାହିଁ। ଏହି ଦୁନିଆରେ ଗରିବ ସେ ଲୋକମାନେ ହୋଇଥାନ୍ତି ଯାହାର ଖୁସି ଅନ୍ୟ ଲୋକମାନଙ୍କ ଇଚ୍ଛା ଉପରେ ମଧ୍ୟ ନିର୍ଭର କରିଥାଏ। ଜୀବନରେ ଆପଣ ଯେତିକି ଶାନ୍ତ ରହିବେ ନା, ନିଜକୁ ସେତେ ଶକ୍ତିଶାଳୀ ଅନୁଭବ କରିପାରିବେ, କାରଣ ଲୁହା ଗରମ ଥିବା ବେଳେ ନୁହେଁ, ବରଂ ଥଣ୍ଡା ହେଲା ପରେ ହିଁ ସେ ମଜବୁତ ହୋଇଥାଏ। ଆପଣମାନଙ୍କ ଜୀବନରେ ଯେକୌଣସି ପରିସ୍ଥିତି ଆସୁନା କାହିଁକି, ସବୁବେଳେ ନିଜ ପରିବାର ସହ ଯୋଡ଼ି ହୋଇ ରହିବାକୁ ଚେଷ୍ଟା କରନ୍ତୁ, କାରଣ ଏହା ଏକ ସ୍ୱାର୍ଥପର ଦୁନିଆ। ଆପଣ ଲୋକମାନଙ୍କୁ ଭଲ କହିଲେ ସେମାନେ ହିଁ ଆପଣଙ୍କୁ ତା ପରଦିନ ଖରାପ କହିକି ଚାଲିଯିବେ। ତେଣୁ ସର୍ବଦା ପରିବାର ଉପରେ ବିଶ୍ୱାସ ରଖନ୍ତୁ। ମଣିଷ ନିଜର କଷ୍ଟ ସମୟରେ ହିଁ ସବୁକିଛି ଶିଖିଥାଏ, ନଚେତ୍ ଖୁସି ଥିବା ସମୟରେ ତା'ର ପୂର୍ବ କଷ୍ଟକୁ ମଧ୍ୟ ସେ ଭୁଲି ଯାଇଥାଏ। ସିଏ ସବୁବେଳେ ସତ୍ୟ କହିଥାଏ ଆଉ ଭଗବାନଙ୍କୁ ମଧ୍ୟ ମାନିଥାଏ। ଭଗବାନ ତାଙ୍କର ସାଥ ସବୁବେଳେ ହିଁ ଦେଇଥାନ୍ତି। ଅନ୍ୟକୁ ବୁଝିବା ସବୁବେଳେ ଜ୍ଞାନୀ ଲୋକର ପରିଚୟ ହୋଇପାରେ, କିନ୍ତୁ ପ୍ରଥମେ ନିଜକୁ ବୁଝିବା ହିଁ ଜୀବନର ପ୍ରକୃତ ଜ୍ଞାନ ହୋଇଥାଏ। ଛାତ୍ରର ଜ୍ଞାନ ଏବଂ ତାଙ୍କ ବୁଦ୍ଧିର ବିକାଶ ପାଇଁ ଶିକ୍ଷକ ସବୁବେଳେ ତା'ର ପରୀକ୍ଷା ହିଁ ନେଇଥାନ୍ତି। ଠିକ୍ ସେହିପରି ମଣିଷକୁ ବୁଦ୍ଧିମାନ ଶକ୍ତିମାନ କରିବା ପାଇଁ ଈଶ୍ୱର କ୍ରମେ କ୍ରମେ କଠିନ ପରୀକ୍ଷା ହିଁ ନେଇଥାନ୍ତି। ଯେତେବେଳେ ମଣିଷର ଭଲ ସମୟ ଆସେ ନା, ସେତେବେଳେ ସେ ଭୁଲିବା ଜିନିଷ ଭିତରୁ ପ୍ରଥମେ ତା'ର ଗର୍ବ, ନିଜର ଔକାତକୁ ସେ ଭୁଲିଯାଏ, ଆଉ ସେଥିପାଇଁ ତା'ର ଭଲ ସମୟ ମଧ୍ୟ ବେଶୀ ଦିନ ତିଷ୍ଠିପାରେ ନାହିଁ। ତେଣୁ ସବୁବେଳେ ନିଜର ମୁଣ୍ଡ ତଳକୁ କରି ମାଟି ସହିତ ଯୋଡ଼ି ହୋଇ ରହିବାକୁ ଚେଷ୍ଟା ହିଁ କରନ୍ତୁ, କାରଣ ଆପଣ ଯେତିକି ତଳକୁ ରହିବେ ନା, ଆପଣଙ୍କର କର୍ମ ଆପଣଙ୍କୁ ସେତେ ଉଚ୍ଚସ୍ତର ପ୍ରଦାନ କରିବାରେ ସାହାଯ୍ୟ କରିବ। ଭରସା କେବଳ ନିଜର କର୍ମ ଆଉ ଭଗବାନଙ୍କ ଉପରେ ରଖନ୍ତୁ, ଲୋକଙ୍କ କଥା ଉପରେ କେବେ ହେଲେ ନୁହେଁ। ହୁଏତ କୌଣସି ଲୋକ ତମକୁ ଧୋକା ଦେଇପାରେ, କିନ୍ତୁ ନିଜର କଠିନ ପରିଶ୍ରମ ଆଉ ଭଗବାନଙ୍କ ବିଶ୍ୱାସ ଆପଣଙ୍କୁ କେବେ ହେଲେ ବି ଧୋକା ଦେଇପାରିବ ନାହିଁ। ଏ ଦୁନିଆରେ ଆପଣ ଯଦି କେଉଁ ଲୋକଙ୍କ କଥା ବୁଝିବାକୁ ଅସମର୍ଥ ହେବେ ନା, ତାହେଲେ ଲୋକମାନେ ବି ତମର କାମ କରିବାକୁ ସବୁବେଳେ ଅସମର୍ଥ ହିଁ ହେବେ। ଏହି 5ଟି କଥା ସବୁବେଳେ ଗୁପ୍ତ ହିଁ ରଖନ୍ତୁ। 1ରେ ନିଜର ରହସ୍ୟ, 2ରେ ନିଜର ଘରର ସମସ୍ୟା, 3ରେ ନିଜ ଦୁର୍ବଳତା, 4 ନିଜର ସ୍ୱପ୍ନ, 5 ନିଜର ଲକ୍ଷ୍ୟ। ଯେଉଁ ମଣିଷ ଏକାନ୍ତରରେ କାନ୍ଦି ଚୁପ୍ ହୋଇଯାଏ ଆଉ ନିଜର କଷ୍ଟକୁ ମଧ୍ୟ ଲୁଚାଇ ରଖିଦିଏ, ସେହି ମଣିଷ ହିଁ ଏହି ଦୁନିଆରେ ସବୁଠାରୁ ଅଧିକ ଶକ୍ତିଶାଳୀ ହିଁ ହୋଇଥାଏ। ନିଜକୁ କେବେ ହେଲେ ଏତେ ତଳେ ପଡ଼ିଯିବାକୁ ଦିଅ ନାହିଁକି, କାରଣ ଲୋକମାନେ ଭଙ୍ଗା ହୋଇଥିବା ଘରର ଇଟା ମଧ୍ୟ କେବେ ଛାଡ଼ନ୍ତି ନାହିଁ।
ଭଲ ପାଇବା ହେଉଛି ଏକ ଦାମୀ ଉପହାର, କିନ୍ତୁ ଶସ୍ତା ଲୋକଙ୍କ ଠାରୁ ଏହା କେବେ ବି ଆଶା କରିବା ଉଚିତ ନୁହେଁ। କାରଣ ଶସ୍ତା ଲୋକ ହୁଏତ ଆଜି ଅଛନ୍ତି, ହେଲେ କାଲି ଛାଡ଼ିକି ମଧ୍ୟ ଯାଇପାରନ୍ତି, କିନ୍ତୁ ସିଏ ସଚ୍ଚା ଭଲ ପାଇଥାଏ, ସେ ଅଛି ଆଉ ରହିବ, ଆଉ ସବୁଦିନ ପାଇଁ ହିଁ ରହିଥିବ। ଶକ୍ତିର ଆବଶ୍ୟକତା ସେତେବେଳେ ହୋଇଥାଏ ଯେତେବେଳେ ଆମେ କୌଣସି କାମ କରିବାକୁ ମଧ୍ୟ ବାଧ୍ୟ ହୋଇଥାଉ। ଗୀତାରେ ପ୍ରଭୁ ଶ୍ରୀକୃଷ୍ଣ କହିଛନ୍ତି କି ଯେତେ ଶୀଘ୍ର ନିଜ ଜୀବନର ଦାୟିତ୍ୱଭାର ନିଜ ହାତରେ ନେବେ, ସେତେ ଶୀଘ୍ର ଆପଣ ସଫଳତା ପାଇପାରିବେ। ତେଣୁ ନିଜକୁ ନିଜେ କେବେ ହେଲେ ଗର୍ବ ନ କରି ଆଗକୁ ଭଲ କାମ କର। ଦେଖିବ ଭଗବାନଙ୍କ ଆଶୀର୍ବାଦ ତମ ଉପରେ ନିଶ୍ଚୟ ରହିବ। ଜୀବନରେ ଭାଗ୍ୟ କେବେ ବି ଧୋକା ଦେଇନଥାଏ। ଧୋକା ତ କେବଳ ସେହି ଲୋକମାନେ ଦେଇଥାନ୍ତି ଯାହା ଉପରେ ଆମର ସବୁଠୁ ଅଧିକ ଭରସା ଥାଇକି ବି ସେ ପରବର୍ତ୍ତୀ ମୁହୂର୍ତ୍ତରେ ଆମକୁ ଭୁଲ ବୁଝି ଛାଡ଼ିକି ଚାଲି ଯାଇଥାନ୍ତି। କାରଣ ସ୍ୱାର୍ଥରୁ ଜନ୍ମ ହୋଇଥିବା ସମ୍ପର୍କକୁ ଯେତେ ଯୋଡ଼ିଲେ ମଧ୍ୟ ତାହା କେବେ ହେଲେ ବି ଯୋଡ଼ି ହୁଏ ନାହିଁ, ଏବଂ ପ୍ରେମରୁ ଜନ୍ମ ହୋଇଥିବା ସମ୍ପର୍କକୁ ଯେତେ ଭାଙ୍ଗିବାକୁ ଚେଷ୍ଟା କଲେ ମଧ୍ୟ ତାହା କେବେ ବି ଭାଙ୍ଗେ ନାହିଁ। ସେହିଭଳି ବ୍ୟକ୍ତି ବାସ୍ତବରେ ସବୁଠୁ ବୁଦ୍ଧିମାନ ହିଁ ହୋଇଥାନ୍ତି, ଯିଏ କେତେ ବି କ୍ରୋଧରେ ରହିଲେ ମଧ୍ୟ କୌଣସି ଖରାପ କଥା ତାଙ୍କର ମୁହଁ ଆଣନ୍ତି ନାହିଁ। ସେଥିପାଇଁ ଜୀବନରେ ସବୁବେଳେ ଭଲ କାମ କରନ୍ତୁ। ଭଲ କାମ କଲେ ଭଗବାନ ଆମ ସାଥିରେ ରୁହନ୍ତି, ଆଉ ଖରାପ କାମ କଲେ ଭଗବାନ ଆମର ସବୁଦିନ ପାଇଁ ହିଁ ଶତ୍ରୁ ହୋଇଯାଆନ୍ତି। ରହୁଛି, ଧନ୍ୟବାଦ। ସାଙ୍ଗମାନେ, ଭିଡ଼ିଓଟି ଯଦି ଆପଣଙ୍କୁ ଭଲ ଲାଗିଲା ତେବେ ଲାଇକ୍, ସେୟାର ଏଣ୍ଡ ସବସ୍କ୍ରାଇବ୍ କରି ବେଲ୍ ଆଇକନ୍କୁ ଅନ୍ କରିକି ରଖନ୍ତୁ, ଯାହାଫଳରେ ମୁଁ ଭିଡ଼ିଓ ଛାଡ଼ିବା ମାତ୍ରେ ଆପଣମାନଙ୍କ ପାଖକୁ ନୋଟିଫିକେସନ୍ ସାହାଯ୍ୟରେ ପହଞ୍ଚି ପାରିବ। ଆଉ ହଁ ସାଙ୍ଗମାନେ, କମେଣ୍ଟରେ ହିଁ କହିବେ ଭିଡ଼ିଓଟି ଆପଣମାନଙ୍କୁ କେମିତି ଲାଗିଲା।